କୁମ୍ଭ ରାଶିରେ ବକ୍ରି ଶନିଦେବଙ୍କର କର୍କଟ ରାଶି ଉପରେ ନକାରାତ୍ମକ ପ୍ରଭାବ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଆଷ୍ଟ୍ରୋଲୋଜିକୁ ଆପଣଙ୍କୁ ସ୍ୱାଗତ। ଗ୍ରହ ଜଗତର ସର୍ବାପେକ୍ଷା କ୍ରୂର ଓ ନିଷ୍ଠୁର ଗ୍ରହ ରୂପେ ପରିଗଣିତ ଶନି ଚଳିତ 2024 ମସିହା ଜୁନ୍ ମାସ 29 ତାରିଖ ରାତ୍ରି 11:40 ସମୟରେ କୁମ୍ଭ ରାଶିରେ ଓଲଟା ଗତି କରିବାକୁ ଯାଉଛନ୍ତି, ଅର୍ଥାତ୍ ବକ୍ରି ହେବାକୁ ଯାଉଛନ୍ତି। ଶନିଦେବଙ୍କର ଏହି ବକ୍ରି ଅବସ୍ଥା ପ୍ରାୟ 135 ଦିନ ଧରି ରହିବ, ମାନେ ଚଳିତ 2024 ମସିହା ନଭେମ୍ବର 14 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଜ୍ୟୋତିଷଶାସ୍ତ୍ର ମାନ୍ୟ ସିଦ୍ଧାନ୍ତ ଅନୁସାରେ ଗ୍ରହଗୁଡ଼ିକ ବକ୍ରି ହେଲେ ନିଜେ ଦେଉଥିବା ଫଳଠାରୁ 2 ଗୁଣ ଅଧିକା ଫଳ ଦେଇଥାନ୍ତି। ତେଣୁ ଶୁଭ ଗ୍ରହ ବକ୍ରି ଅବସ୍ଥା ପ୍ରାପ୍ତ କଲେ 2 ଗୁଣ ଶୁଭ ଫଳ ଏବଂ ଅଶୁଭ ଗ୍ରହ ବକ୍ରି ହେଲେ 2 ଗୁଣ ଅଶୁଭ ଫଳ ପ୍ରାପ୍ତ ହୋଇଥାଏ। ପୌରାଣିକ ମାନ୍ୟତା ଅନୁସାରେ ଶନିଦେବ ଭଗବାନ ସୂର୍ଯ୍ୟ ନାରାୟଣ ଓ ଛାୟାଦେବୀଙ୍କର ପୁତ୍ର। ଶନିଦେବଙ୍କର ପତ୍ନୀଙ୍କ ଅଭିଶାପରୁ ଶନିଙ୍କର ଦୃଷ୍ଟି ଭୟଙ୍କର ହୋଇଯାଇଛି ବୋଲି କୁହାଯାଏ। କଥିତ ଅଛି, ଏକଦା ଶନିଙ୍କର ପତ୍ନୀ କୌଣସି ଏକ ସମୟରେ ଶନିଙ୍କ ପାଖରେ ପହଞ୍ଚିବାରେ ତପସ୍ୟାରତ ଶନି ନିଜ ପତ୍ନୀଙ୍କ ଉପରେ ଦୃଷ୍ଟି ଦେଲେ ନାହିଁ। ଶନିଙ୍କ ପତ୍ନୀ ଏଥିରେ ଅପମାନିତ ବୋଧ କରି ଭୀଷଣ କ୍ଷୁବ୍ଧ ହୋଇ ଶନିଙ୍କୁ ଅଭିଶାପ ଦେଇଥିଲେ, ଆଜିଠାରୁ ଯାହା ଉପରେ ବା ଯେଉଁଠି ଶନିଙ୍କର ଦୃଷ୍ଟି ପଡ଼ିବ ସେହି ବ୍ୟକ୍ତିଙ୍କ ଜୀବନରେ ସମସ୍ତ ପ୍ରକାର ବିତ୍ପାତ ଆରମ୍ଭ ହୋଇଯିବ ଏବଂ ସେହି ଜାଗାର ବିନାଶ ଘଟିବ। ତେଣୁ ଶନିଙ୍କର ଦୃଷ୍ଟି ସେହି ଦିନଠାରୁ ବଡ଼ ଭୟଙ୍କର ହୋଇଯାଇଛି ଏବଂ ଶନି ଗ୍ରହ ଜଗତରେ ବଡ଼ କ୍ରୂର ବା ନିଷ୍ଠୁର ଦେବତା ବୋଲି ଗଣାଯାଉଛନ୍ତି। କୁମ୍ଭ ରାଶିରେ ଶନି ଗ୍ରହଙ୍କର ଏହି 135 ଦିନର ବକ୍ରି ଅବସ୍ଥାରେ କେଉଁ ରାଶି କ'ଣ ଫଳ ପ୍ରଦାନ କରୁଛନ୍ତି, ସେହି କ୍ରମରେ ଆଜି ଜାଣିବା କର୍କଟ ରାଶି ବିଷୟରେ। କର୍କଟ ରାଶି ରାଶିଚକ୍ରର ଚତୁର୍ଥ ଭାବ। ଚନ୍ଦ୍ର ଏହି କର୍କଟ ରାଶିର ଅଧିପତି। 3 ଗୋଟି ନକ୍ଷତ୍ର ଯଥାକ୍ରମେ ପୁନର୍ବସୁ, ପୁଷ୍ୟା ଓ ଅଶ୍ଳେଷା ଏହି କର୍କଟ ରାଶିରେ ଭୋଗ ହୋଇଥାଏ। ଏହି ରାଶିର ଆକୃତି କର୍କଟାକାର ହୋଇଥିବାରୁ ଏବଂ ଏହା ଏକ ସୌମ୍ୟ ରାଶି ହୋଇଥାଏ। ଜାତିରେ ବ୍ରାହ୍ମଣ ଏବଂ ଉତ୍ତର ଦିଗର ଅଧିପତି କର୍କଟ ରାଶିର ଅଧିପତି ଚନ୍ଦ୍ରଙ୍କର ଗ୍ରହ ଜଗତରେ କୌଣସି ଶତ୍ରୁ ଗ୍ରହ ନାହାନ୍ତି। ମନର କାରକ ଗ୍ରହ ଚନ୍ଦ୍ର ଏହି ରାଶିର ଅଧିପତି ହୋଇଥିବାରୁ ଏହା ଏକ ସମ୍ବେଦନଶୀଳ ରାଶି। ଗୃହ ଭିତରେ ଓ ମାତୃପକ୍ଷରେ ଏକ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ପାଇଁ ସବୁବେଳେ ଉଦ୍ୟମରତ ଏହି ରାଶିଜାତ ବ୍ୟକ୍ତି ଚାହୁଁଥିଲେ ମଧ୍ୟ ବେଳେବେଳେ ପାରିପାର୍ଶ୍ୱିକ ଗ୍ରହମାନଙ୍କର ପ୍ରଭାବ ଓ ନିଜର ବିଭିନ୍ନ ଦଶା ଅନ୍ତର୍ଦଶାରେ ଏହି କର୍କଟ ରାଶିଜାତ ବ୍ୟକ୍ତି ସମୟ ସମୟରେ ବହୁତ କଷ୍ଟ ମଧ୍ୟ ପାଇଥାନ୍ତି। ବର୍ତ୍ତମାନ କର୍କଟ ରାଶି ପାଇଁ ସପ୍ତମ ମକର ଓ ଅଷ୍ଟମ ଭାବ କୁମ୍ଭ ରାଶିର ଅଧିପତି ଶନି ଅଷ୍ଟମ କୁମ୍ଭ ରାଶିରେ ବକ୍ରି। ତେଣୁ ଜ୍ୟୋତିଷଶାସ୍ତ୍ରର ନିୟମ ଅନୁଯାୟୀ କର୍କଟ ରାଶି ପାଇଁ ଶନିଙ୍କର ଢାୟା ଚାଲିଛି, ଅର୍ଥାତ୍ ଚନ୍ଦ୍ର ରାଶି ବା ଲଗ୍ନଠାରୁ ଶନି ଅଷ୍ଟମ ଭାବରେ ଗୋଚରରେ ଅବସ୍ଥାନ କଲେ ତାଙ୍କୁ ଶନିଙ୍କର ଢାୟା ଅର୍ଥାତ୍ ଶନିଙ୍କର ଅଷ୍ଟମ ରାଶିରେ 2.5 ବର୍ଷର ଅବସ୍ଥାନକୁ ବୁଝାଇଥାଏ। ଶନି ସପ୍ତାହ ପରି ଶନି ଢାୟା ମଧ୍ୟ ଜାତକକୁ ଭୀଷଣ କଷ୍ଟକର ସମୟ ପ୍ରଦାନ କରିଥାଏ। ପୁନଶ୍ଚ ଶନିଦେବ ଏହି କର୍କଟ ରାଶି ପାଇଁ ଅଷ୍ଟମ କୁମ୍ଭ ରାଶିରେ ଏହି ଯେଉଁ 135 ଦିନ ବକ୍ରି ରହୁଛନ୍ତି, ତାହା ଏହି କର୍କଟ ରାଶି ପାଇଁ 2 ଗୁଣ ଖରାପ ସମୟ ପ୍ରଦାନ କରିବାର ଯଥେଷ୍ଟ ସମ୍ଭାବନା ରହୁଛି। ଏହା ସହିତ ଶନି ମହାଗ୍ରହ କର୍କଟ ରାଶି ପାଇଁ ସପ୍ତମ ଭାବ ମକର ରାଶିରେ ମଧ୍ୟ ଅଧିପତି। ବର୍ତ୍ତମାନ ଶନିଙ୍କର ଢାୟା ଭୋଗ ହେଉଥିବା 135 ଦିନ କର୍କଟ ରାଶି ପାଇଁ ବିଶେଷ ସତର୍କତା ଅବଲମ୍ବନ ଓ ଶନିଙ୍କ ପୂଜାର୍ଚ୍ଚନା କରିବାର ପ୍ରକୃଷ୍ଟ ସମୟ। ଏହି ସମୟରେ ବାଣିଜ୍ୟ ବେପାରରେ କ୍ଷତି, ମିତ୍ରମାନଙ୍କ ସହିତ ମତଭେଦ, ନିଜର ତଥା ସ୍ତ୍ରୀଙ୍କର ସ୍ୱାସ୍ଥ୍ୟରେ ଅବନତି, ଯାତ୍ରାରେ ଦୁର୍ଘଟଣା, ଅହେତୁକ ମାନସିକ ପୀଡ଼ା, କର୍ମକ୍ଷେତ୍ରରେ ବିଶୃଙ୍ଖଳା, ପରାଜୟ
ଧନଭାବର କ୍ଷତି ପ୍ରଭୃତି ଘଟଣା ଘଟିବାକୁ ଥିବାରୁ ଯେକୌଣସି କାର୍ଯ୍ୟ କରାଯିବା ସମୟରେ ସମ୍ପୂର୍ଣ୍ଣ ସତର୍କତାର ସହିତ କରାଯିବା ଉଚିତ। ବିପଦପୂର୍ଣ୍ଣ କାମରୁ ବିରତ ରହିବା ଦରକାର। ତରବର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଯାତ୍ରା ସମୟରେ ସାବଧାନ ରହିବେ। ସ୍ୱାସ୍ଥ୍ୟ ସଚେତନତା ଉପରେ ଜୋର ଦେବେ। ଏତଦ୍‌ବ୍ୟତୀତ ପରୋପକାର କରିବା ସହ ଶିବାର୍ଚ୍ଚନା ଅର୍ଥାତ୍ ଶିବାଭିଷେକ ଭଳି କର୍ମ ବୈଦିକ ବ୍ରାହ୍ମଣମାନଙ୍କ ଦ୍ୱାରା କରାଗଲେ ଏହି ଶନିଢାୟା ଜନିତ ଦୋଷରୁ କର୍କଟ ରାଶି ଜାତ ବ୍ୟକ୍ତି ସମ୍ପୂର୍ଣ୍ଣ ରୂପେ ରକ୍ଷା ପାଇଯିବେ। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ଜୟ ଜଗନ୍ନାଥ। ନମସ୍କାର।